ସମସ୍ତେ କହୁଛନ୍ତି ତେବେ ଘଟଣା କଣ ହେଇଥିଲା ପ୍ରକୃତରେ? ଦେଖନ୍ତୁ 1 ତାରିଖ ରାତିରେ ଆମର ଚରମ୍ପା ଅଞ୍ଚଳରୁ ଜଣେ ମେଣ୍ଟାଲି ଅନସାଉଣ୍ଡ ବା ଆମର ମାନସିକ ବିକାରଗ୍ରସ୍ତ ଜଣେ ମହିଳାଙ୍କୁ ଜଣେ ଟ୍ରକ୍ ଡ୍ରାଇଭର କିଡନାପ୍ କରି ନେଇଯାଉଥିବାର ଜବରଦସ୍ତି ନେଇଯାଇଥିଲେ। ସେହି ସଂକ୍ରାନ୍ତରେ ସେଇଦିନ ରାତିରେ ପୁଲିସକୁ ଖବର ଆସିଥିଲା, ଯାହାପରେ କି ଆମର 112 ବା ଯୋଉଟା ERSS ଗାଡି ଅଛି ଯାଇଥିଲେ, ସେମାନେ ତଦନ୍ତ କିଛି କରିଥିଲେ ବା କିଛି ଖବର ପାଇନଥିଲେ। ପରବର୍ତ୍ତୀ ସମୟରେ ଟାଉନ ଥାନା AIC ଭଣ୍ଡାରୀପୋଖରୀ AIC ମୋତେ ଇନଫର୍ମ କରିଥିଲେ, ଯେହେତୁ ଟ୍ରକଟି ଥିଲା NH ରେ ଯାଉଥିଲା, ଆମ ସମ୍ଭବତଃ ଭାବିଥିଲୁ ଯେ ଏହା ସତାବର ଟୋଲ ଗେଟ୍ ଆଡେ ଦେଇକି ଗତି କରିଥାଇପାରେ। ପରବର୍ତ୍ତୀ ସମୟରେ ସେଦିନ 2 ତାରିଖ ସକାଳୁ ଜଣେ ସାମ୍ବାଦିକ ବନ୍ଧୁ ଆମକୁ ଏକ ଭିଡିଓ ଫୁଟେଜ ଦେଇଥିଲେ, ଯୋଉଟା କି ଆମକୁ ପରବର୍ତ୍ତୀ ସମୟରେ ସହଯୋଗ କରିଥିଲା। ସେହି ସଂକ୍ରାନ୍ତରେ ଆମର ଟାଉନ ଥାନାରେ ଏକ କେସ୍ ମାମଲା ମଧ୍ୟ ରୁଜୁ ହୋଇଥିଲା 587 ନମ୍ବର। ପରବର୍ତ୍ତୀ ସମୟରେ ସେଇ ଟ୍ରକଟିକୁ ଆଇଡେଣ୍ଟିଫାଇ କରିବା ପାଇଁ ବା ଡ୍ରାଇଭରକୁ ଆଇଡେଣ୍ଟିଫାଇ କରିବା ପାଇଁ ଡ୍ରାଇଭର ମହାସଂଘ, ଟ୍ରକ୍ ମାଲିକ ସଂଘ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ଆମର 3ଟି ଟିମ୍ ଫର୍ମେସନ କରାଯାଇଥିଲା। ଟାଉନ AIC ଅନ୍ୟ ଆମର ଟିମ୍ ସତାବର ଟୋଲ ଗେଟ୍ ହେଲା, ଆଉ ଯେତିକ ପସିବଲ ଜାଗା ଅଛି ବନ୍ଦ ଲାଇନ୍ ଅଛି, ଏଇଭଳି ବିଭିନ୍ନ ସ୍ଥାନରେ CCTV ମାନ ଭେରିଫାଇ କରିଥିଲେ। ପରବର୍ତ୍ତୀ ସମୟରେ ଆମକୁ ଧାମରା ଅଞ୍ଚଳରେ ମଧ୍ୟ କ୍ଲୁ ମିଳିଥିଲା ଯେ ଯୋଉ ଟ୍ରକଟି ଯେହେତୁ ଏଟା ଏକ ଆଇରନ୍ ଓର୍ ବୋଝେଇ ଗାଡି ଭଳି ଆମକୁ ଜଣାପଡିଥିଲା, ତେଣୁ ଧାମରା ଅଞ୍ଚଳରୁ ମଧ୍ୟ ଆମକୁ କ୍ଲୁ ମିଳିଥିଲା। ପରବର୍ତ୍ତୀ ସମୟରେ ଆମେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରୁ ସେ ଟ୍ରକଟିକୁ ଠାବ କରିବାକୁ ସକ୍ଷମ ହୋଇଥିଲୁ। ଆମେ ଯାଇ ଟ୍ରକଟିକୁ ଡିଟେନ୍ କରିଥିଲେ ଓ ଯିଏ ଅଭିଯୁକ୍ତ ଅଛନ୍ତି ମହମ୍ମଦ ସଦାମ ହୁସେନ, ସେ ତାଙ୍କୁ ମଧ୍ୟ ସେଠାରୁ ଡିଟେନ୍ କରାଯାଇଥିଲା। ଡିଟେନ୍ କଲା ପରେ ତାଙ୍କୁ ଥାନା ଗଣାଯାଇ ପଚରା ଉଚରା କଲା ପରେ ତାଙ୍କୁ ଗିରଫ କରାଯାଇଛି। ମହିଳାକୁ ନେଇଥିଲେ ମହିଳାକୁ ପ୍ରାଥମିକ ତଦନ୍ତ ବି ସୂଚନା ମିଳିଲା କି ଦୁଷ୍କର୍ମ କରି ଫିଙ୍ଗି ଦେଇଥିବାର ଏମିତି ଶୁଣିବାକୁ ମିଳିଛି। କଣ ସାର୍ ପ୍ରାଥମିକ ତଦନ୍ତ ପୁଲିସ ତଥ୍ୟ ପାଇବେ? ଦେଖନ୍ତୁ ବର୍ତ୍ତମାନ ଯେଭଳି ଭାବେ ଆପଣ କହି ରଖିଲେ ଯେ ପ୍ରାଥମିକ ତଦନ୍ତ ସ୍ତରରେ ଅଛି, ବର୍ତ୍ତମାନ ଯେ ଅଭିଯୁକ୍ତ ପୀଡ଼ିତା